ପିଲାମାନେ ଆଜି ଆମେ ବନ୍ଦେ ଉତ୍କଳ ଜନନୀ କବିତାର ଷଷ୍ଠ ପଦକୁ ଆଲୋଚନା କରିବା ଏବଂ ତାହାର ସରଳ ଭାବାର୍ଥକୁ ବୁଝିବାକୁ ଚେଷ୍ଟା କରିବା। ବନ୍ଦେ ଉତ୍କଳ ଜନନୀ କବିତାର କବି ହେଉଛନ୍ତି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର। ଆସନ୍ତୁ ଏବେ ଆମେ ଷଷ୍ଠ ପଦରେ ଥିବା ଭାବାର୍ଥକୁ ଆଲୋଚନା ସହ ବୁଝିବାକୁ ଚେଷ୍ଟା କରିବା। ଷଷ୍ଠ ପଦରେ କୁହାଯାଇଛି ଉତ୍କଳ ସୁରବର ଦର୍ପିତ ଗେହା ଅରିକୁଳ ଶଣିତ ଚର୍ଚ୍ଚିତ ଦେହା ବିଶ୍ୱଭୂମଣ୍ଡଳ କୃତବର ସ୍ନେହା ଜନନୀ ଜନନୀ ଜନନୀ। ତ ପିଲାମାନେ ଆମେ ଏହି ଷଷ୍ଠ ପଦକୁ ବୁଝିବା ପୂର୍ବରୁ ଏହି ପଦ ମଧ୍ୟରେ ଥିବା କଠିନ ଶବ୍ଦ ଏବଂ ତାହାର ଅର୍ଥକୁ ଜାଣି ରଖିବା, ତାପରେ ଏହାର ଭାବାର୍ଥକୁ ନିଶ୍ଚିନ୍ତ ଭାବରେ ବୁଝିବା। ତ ଏଠି କୁହାଗଲା ପିଲାମାନେ ଯେ ଉତ୍କଳ, ଏଠି କୁହାଗଲା ଉତ୍କଳ, ତ ଆମେ ଜାଣିସାରିଛେ ଉତ୍କଳ କହିଲେ ଆମର ଏଇ ଓଡ଼ିଶା ଭୂଇଁକୁ କୁହାଯାଉଛି। ତ ତାପରେ କୁହାଗଲା ଏଠି ଯେ ସୁରବର, ସୁରବର ଶବ୍ଦର ଅର୍ଥ ହଉଛି ଏଠି ଶ୍ରେଷ୍ଠ ବୀର ଅର୍ଥାତ୍ ସାହସୀ ବୀର ମାନଙ୍କୁ ସୁରବୀର ବୋଲି କୁହାଯାଇଥାଏ। ଦର୍ପିତ ଶବ୍ଦର ଅର୍ଥ ହେଉଛି ଗର୍ବିତ ହେବା। ଦର୍ପିତ ଶବ୍ଦର ଅର୍ଥ ହେଉଛି ଗର୍ବିତ ହେବା। ଗେହା ଶବ୍ଦ ଏଠି ବ୍ୟବହୃତ ହେଇଛି। ଗେହା ଶବ୍ଦର ଅର୍ଥ ହେଉଛି ବାସସ୍ଥାନ ବା ଗୃହ ବା ଘର ବୋଲିକି ଆମେ କହିଥାଉ। ତାପରେ କୁହାଗଲା ଅରିକୁଳ। ଅରିକୁଳ ଶବ୍ଦର ଅର୍ଥ ହେଉଛି ଶତ୍ରୁକୂଳ ବା ଶତ୍ରୁ ବଂଶକୁ ବୁଝେଇଥାଏ। ଶଣିତ ମାନେ ହେଲା ରକ୍ତ, ଶଣିତ ମାନେ ହେଲା ରକ୍ତକୁ ବୁଝେଇଥାଏ। ଚର୍ଚ୍ଚିତ ଦେହା, ଚର୍ଚ୍ଚିତ ଦେହା ଶବ୍ଦର ଅର୍ଥ ହେଲା ଦେହରେ ବଳି ହୋଇ ଯାଉଥିବାଟାକୁ କୁହାଯାଉଛି ଚର୍ଚ୍ଚିତ ଦେହା। ପୁଣି କୁହାଗଲା ବିଶ୍ୱଭୂମଣ୍ଡଳ। ପିଲାମାନେ ଏଠି ବିଶ୍ୱଭୂମଣ୍ଡଳ କହିଲେ ସମଗ୍ର ପୃଥିବୀକୁ ବୁଝାଇଥାଏ, ସାରା ପୃଥିବୀକୁ ବୁଝାଇଥାଏ। କୃତବର, କୃତବର ଶବ୍ଦର ଅର୍ଥ ହେଉଛି ବିଦ୍ୱାନ ବ୍ୟକ୍ତି ମାନଙ୍କୁ କୁହାଯାଇଥାଏ ବା ସୁପଣ୍ଡିତ ବ୍ୟକ୍ତି ମାନଙ୍କୁ କୃତବର ବୋଲି କୁହାଯାଇଥାଏ। ସ୍ନେହା ଶବ୍ଦର ଅର୍ଥ ହେଉଛି ସ୍ନେହ ବା ଆଦର ଲାଭ କରିବା। ସ୍ନେହ ଶବ୍ଦର ଅର୍ଥ ସ୍ନେହ ବା ଆଦର ଲାଭ କରିବାଟାକୁ କୁହାଯାଉଛି ସ୍ନେହ। ତ ବର୍ତ୍ତମାନ ଆମେ ଜାଣିବାକୁ ଚେଷ୍ଟା କରିବା, ବୁଝିବାକୁ ଚେଷ୍ଟା କରିବା। ଏଠି କୁହାଗଲା ପିଲାମାନେ ଉତ୍କଳ ସୁରବର ଦର୍ପିତ ଗେହା, ଅର୍ଥାତ୍ ଏଇ ଯୋଉ କୁହାଗଲା ଉତ୍କଳ, ଉତ୍କଳ ଆମର ଏଇ ଓଡ଼ିଶା ଭୂଇଁ, ଓଡ଼ିଶା ଭୂଇଁ ଯୋଉ କୁହାଯାଉଛି ଏଠି, ଏହା ହଉଛି ସୁରବର ମାନଙ୍କର ଅର୍ଥାତ୍ ଶ୍ରେଷ୍ଠ ବୀର ମାନଙ୍କର କଣ ନା ଏଇଟା ହଉଛି ଗେହା। ଗେହା ଶବ୍ଦର ଅର୍ଥ ହଉଛି ଏଠି ଗୃହ, ଅର୍ଥାତ୍ ଉତ୍କଳ ହଉଛି ସୁରବର ମାନଙ୍କର ଗୃହ ବା ବାସଭୂମି ବୋଲିକିରି କୁହାଯାଏ। କାହିଁକି କହିଲେ ସେଇଥିପାଇଁ ଆମେ ଗର୍ବିତ ଅନୁଭବ କରୁ। ସେଇ ଉତ୍କଳରେ ବିଭିନ୍ନ ସୁରବର ମାନେ ଅର୍ଥାତ୍ ଶ୍ରେଷ୍ଠ ବୀର ମାନେ ଜନ୍ମ ଲାଭ କରିଥିବା ହେତୁ ତାଙ୍କର ବୀରପଣ ହେତୁ ମାନେ ଆମେ ସମସ୍ତେ ଗର୍ବ ଅନୁଭବ କରିଥାଉ। ତେଣୁ କୁହାଗଲା ଯେ ଏହି ଉତ୍କଳ ଭୂମି ବୀର ଅର୍ଥାତ୍ ଯୋଦ୍ଧା ମାନଙ୍କର ବାସଭୂମି ହୋଇଥିବା ଯୋଗୁଁ ଆମେ ସମସ୍ତେ ଗର୍ବିତ ବୋଲିକି ଏଠି କୁହାଗଲା। ତାପରେ ପୁଣି କୁହାଗଲା ଅରିକୁଳ ଶଣିତ ଚର୍ଚ୍ଚିତ ଦେହା। ତ ସେହି ବୀରମାନେ କଣ କରନ୍ତି ନା ବିଭିନ୍ନ ଯୁଦ୍ଧ ସମୟରେ ଯୁଦ୍ଧ ଲଢିଥାନ୍ତି। କାହା ସାଙ୍ଗରେ? ତାଙ୍କର ଶତ୍ରୁ ମାନଙ୍କ ସହିତ ସେମାନେ ଯୁଦ୍ଧ ଲଢିଥାନ୍ତି ଏବଂ ସେଇ ଶତ୍ରୁ ମାନଙ୍କୁ ପରାସ୍ତ କରି ସେଇ ଶତ୍ରୁ ମାନଙ୍କର ରକ୍ତରେ କଣ କରିଥାନ୍ତି? ଶଣିତ କହିଲେ ହେଲା ରକ୍ତକୁ ବୁଝାଉଛି ଏଠି। ତ ସେଇ ଶତ୍ରୁ କୂଳ ବା ଶତ୍ରୁ ବଂଶ ମାନଙ୍କର ରକ୍ତରେ ଓଡ଼ିଶାର ଦେହ ଚର୍ଚ୍ଚିତ ହୋଇ ଉଠେ, ଅର୍ଥାତ୍ ରଞ୍ଜିତ ହୋଇ ଉଠେ ବୋଲିକିରି ଏଠି କୁହାଯାଇଛି। ତ ସେଇ ଆମର ବୀର
ଯୋଦ୍ଧା ମାନେ କଣ କରନ୍ତି ନା ଶତ୍ରୁ ମାନଙ୍କ ସହିତ ଯୁଦ୍ଧରେ ଲଢେଇ କରନ୍ତି ଏବଂ ଯୁଦ୍ଧରେ ଲଢେଇ କଲା ପରେ ତାଙ୍କର ଅ, ଯୋଉ ରକ୍ତ ବୋହି ଚାଲେ, ଯେଉଁ ରକ୍ତ ଝରି ଚାଲେ, ସେଇ ରକ୍ତ ଅ, ଓଡିଶାର ଦେହକୁ ରଞ୍ଜିତ କରି ପକାଏ ବୋଲି ଏଠି କୁହାଯାଇଛି। ଅର୍ଥାତ୍ ଶତ୍ରୁମାନଙ୍କ ସହିତ ଯୁଦ୍ଧ କରି ସେମାନଙ୍କ ରକ୍ତରେ ଏହି ଉତ୍କଳ ଭୂମି ରଞ୍ଜିତ ହୋଇଯାଉଥିବା କଥା ଏହି ଲାଇନରେ କୁହାଯାଇଛି। ପୁଣି କୁହାଗଲା ବିଶ୍ୱ ଭୂମଣ୍ଡଳ ଋତବର ସ୍ନେହା। ତ ବିଶ୍ୱ ଭୂମଣ୍ଡଳ ଅର୍ଥାତ୍ ଏଠି ଯୋଉ ବିଶ୍ୱ ଭୂମଣ୍ଡଳ ଶବ୍ଦ ଯୋଉ ବ୍ୟବହାର କରାଗଲା ଆମେ ଜାଣିଲେ ପିଲାମାନେ ବିଶ୍ୱ ଭୂମଣ୍ଡଳ କହିଲେ ସମଗ୍ର ପୃଥିବୀ ସାରା ବିଶ୍ୱରେ ବୋଲିକି ଏଠି କୁହାଗଲା। ତ କୃତବର ସ୍ନେହା, କୃତବର ମାନେ ଯେଉଁମାନେ ବିଦ୍ୱାନ ବ୍ୟକ୍ତି, ଯେଉଁମାନେ ପଣ୍ଡିତ ବ୍ୟକ୍ତି, ଯେଉଁମାନେ ଜ୍ଞାନୀ, ଯେଉଁମାନେ ଗୁଣୀ, ତ ସେମାନଙ୍କୁ ଏଠି କୃତବର ବୋଲି କୁହାଯାଉଛି। ତ ସେମାନେ କଣ କରନ୍ତି ନା ସ୍ନେହ ଭାଜନ, ସ୍ନେହା ଶବ୍ଦର ଅର୍ଥ ହଉଛି ଆଦର ଲାଭ କରିବା ବା ସ୍ନେହ ଲାଭ କରିବା। ଅର୍ଥାତ୍ ଏଠି କୁହାଗଲା ସାରା ପୃଥିବୀରେ ଉତ୍କଳର ସେହି ସନ୍ତାନ ମାନେ, ଯେଉଁ ସନ୍ତାନ ମାନେ ନା କଣ କରିପାରିଛନ୍ତି ନା ବିଶ୍ୱ ସ୍ତରରେ ସେମାନେ ଆ ସ୍ନେହ ଭାଜନ କରିପାରିଛନ୍ତି, ଏ, ଶ୍ରଦ୍ଧା ଲାଭ କରିପାରିଛନ୍ତି, ଆଦର ଲାଭ କରିପାରିଛନ୍ତି ବୋଲି ଏଠି କୁହାଯାଇଛି। ଓଡ଼ିଶାର ସେହି ଜ୍ଞାନୀ ଗୁଣୀ ଆ ବିଦ୍ୱାନ ବ୍ୟକ୍ତିମାନେ କଣ କରିପାରିଛନ୍ତି ନା ବିଶ୍ୱ ସ୍ତରରେ ସେମାନେ ସ୍ନେହ ଭାଜନ କରିପାରିଛନ୍ତି। ଅର୍ଥାତ୍ ସେମାନେ ଆଦର ଲାଭ କରିପାରିଥିବା କଥା କୁହାଯାଇଛି। ତ ଏଠି ସେଥିପାଇଁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର କହୁଛନ୍ତି ଜନନୀ ଜନନୀ ଜନନୀ। ଅର୍ଥାତ୍ କହିଲେ ହେ ମା ମାତୃଭୂମି, ମୁଁ ତୁମକୁ ପୁନଃ ପୁନଃ ପ୍ରଣାମ କରୁଛି ବୋଲିକି ଏଠାରେ ଉପସ୍ଥାପନ କରିଛନ୍ତି। ଅତି ସୁନ୍ଦର ଭାବରେ ତାଙ୍କର ବର୍ଣ୍ଣନା ଅତି ଚମତ୍କାର ରହିଛି। ତ ଏଠି ଯଦି କହିବାକୁ ଯିବା ଉତ୍କଳ ମା ଏକ ବୀରଭୂମି ଅଟେ ବୋଲି କୁହାଗଲା। ଉତ୍କଳ ମା ହଉଛି ଏକ ବୀରଭୂମି ଏବଂ ସେ ନିଜ ବୀର ସନ୍ତାନ ମାନଙ୍କର ଗର୍ବରେ ବା ଗୌରବରେ ଗର୍ବିତ ହୋଇ ଉଠେ ଏବଂ ଶତ୍ରୁ ମାନଙ୍କ ସହିତ ଯୁଦ୍ଧ କରି ମହାନତାର ପ୍ରମାଣ ଦେଇଛି ବା ମହାନତାର ପ୍ରମାଣ କରିଛି ବୋଲି କୁହାଗଲା। ଏବଂ ଏହା ସହିତ ସାରା ପୃଥିବୀରେ ଜ୍ଞାନୀ ଗୁଣୀ ବ୍ୟକ୍ତିମାନେ ଅନେକ ସ୍ଥାନରେ ଅନେକ ସ୍ତରରେ ସେମାନେ ସ୍ନେହ ଓ ସମ୍ମାନ ପାଇଥିବା କଥା ଏଠି ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। ତେଣୁ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର ଏହି ଉତ୍କଳ ଭୂମିକୁ ହେ ମା ହେ ମା ମାତୃଭୂମି ବୋଲି ସମ୍ବୋଧନ ସହିତ ସେ ପୁନଃ ପୁନଃ ପ୍ରଣାମ କରୁଥିବାର ଏଠି ଚିତ୍ର ଦର୍ଶା ଯାଇଛି ବୋଲି ଏଠି କୁହାଯାଇଛି। ତ ପିଲାମାନେ ଏହି ପଦରେ ଏତିକି ରହିଛି ଏହାର ବ୍ୟାଖ୍ୟା ଏବଂ ଭାବାର୍ଥ।